ଦେଶର ଲଢ଼େଇକୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଯେଉଁ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ତାକୁ ଦେଖିଲେ ଆଗକୁ କ'ଣ ହେବ ଏବେଠାରୁ ପୂର୍ବ ଅନୁମାନ ଲଗାଇବାଟା ସହଜ ନୁହେଁ। ଏବେ ପାକିସ୍ତାନର ହାହାକାର ଇଏ ଗୋଟିଏ ଦେଶ ଯେଉଁ ଦେଶ ଆତଙ୍କବାଦ ଛଡ଼ା ଆଉ କିଛି ଶିଖିନି ଏବଂ କେବଳ ଏଥିରେ ଭାରତ ଶିକାର ନୁହେଁ। ଆପଣମାନଙ୍କର ମନେ ଥିବ ଯେ ଆମେରିକାରେ ମଧ୍ୟ ୱାର୍ଲଡ ଟ୍ରେଡ୍ ସେଣ୍ଟର ଉପରେ ବିନ୍ ଲାଡେନ୍ ଆକ୍ରମଣ କରିଥିଲା, ଶହ ଶହ ଲୋକ ମରିଥିଲେ। 10 ବର୍ଷ ଲାଗିଲା ଆମେରିକାକୁ ବିନ୍ ଲାଡେନ୍କୁ ଓବାଟା ବାଟରେ ଠାବ କରିବା ଏବଂ ତାକୁ ମାରିବା ପାଇଁ। କେବଳ ଭାରତ ଏବଂ ଆମେରିକା ମଧ୍ୟ ନୁହଁ, ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ପାଇଁ ଯଦି ଗୋଟିଏ ଦେଶ ସବୁଠାରୁ ବଡ଼ ଅପରାଧୀ ସେଟା ହେଲା ପାକିସ୍ତାନ। ଏବେ ନିକଟ ଅତୀତରେ ଯେଉଁ ଘଟଣା ଘଟିଲା ସେହି ଘଟଣାରେ 26 ଜଣ ନିରୀହ ପର୍ଯ୍ୟଟକଙ୍କର ଅକାଳ ମୃତ୍ୟୁ ହୋଇଗଲା। ସେଥିରେ 2 ଜଣ ଓଡ଼ିଆ ଭାଇ ମଧ୍ୟ ଅକାଳ ମୃତ୍ୟୁବରଣ କଲେ। ସାରା ଦେଶର ମତ ଏଇଟା ଯେ ପାକିସ୍ତାନକୁ ଉପଯୁକ୍ତ ଶିକ୍ଷା ଦେବା କଥା ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବା କଥା। ତେଣୁ ସେ ପରିସ୍ଥିତି ଯେଉଁ ତିଆରି ହୋଇଛି ତାକୁ ଆଗକୁ ସାମ୍ନା କରିବା ପାଇଁ ବିଭିନ୍ନ ରାଜ୍ୟ ମଧ୍ୟ ପ୍ରସ୍ତୁତ ହେବା କଥା। କେବଳ ସରକାର ନୁହଁ, କେବଳ ସେନାବାହିନୀ ନୁହଁ, ଇଏ ଲଢ଼େଇ ଭାରତବାସୀଙ୍କର ଲଢ଼େଇ। ସମସ୍ତ ଭାରତବାସୀ ପ୍ରସ୍ତୁତ ହେବା କଥା ଏବଂ ଯେଉଁ ବି ପରିସ୍ଥିତି ଉତ୍ପନ୍ନ ହେବ ଆଗକୁ ତାକୁ ସାମ୍ନା କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ରହିବା କଥା। ସେ କ୍ରମରେ ଏ ଡ୍ରିଲ୍ଟା ଗୋଟେ ରୁଟିନ୍ କାମ। ଏଭଳିଆ ପରିସ୍ଥିତିରେ ଡ୍ରିଲ୍ ହୋଇଥାଏ। ଆଗକୁ ନାଗରିକମାନଙ୍କର କ'ଣ କର୍ତ୍ତବ୍ୟ ହେବ, ସମ୍ଭାବ୍ୟ ଯୁଦ୍ଧ ହୋଇଗଲେ ତାକୁ ମଧ୍ୟ ଲୋକମାନଙ୍କୁ ସଚେତନ କରିବା ଏବଂ ତାକୁ ସେଥିରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ ହେବ। ଏ ଯେଉଁ ଡ୍ରିଲ୍ ହେଉଛି ମୋତେ ଲାଗୁଛି ଏଇଟା ପ୍ରଥମ ପଦକ୍ଷେପ। ଆଗକୁ କ'ଣ ପରିସ୍ଥିତି ହେଲେ ନାଗରିକ କ'ଣ କରିବେ ତାର ମଧ୍ୟ ଟ୍ରେନିଂ ଆରମ୍ଭ ହୋଇଯିବ ଏବଂ ତାକୁ ସେ ବାବଦରେ ସଚେତନ କରିବା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ। ତେଣୁ ଭାରତବର୍ଷ ପ୍ରସ୍ତୁତ ଅଛି, ଆମେ ସରକାରଙ୍କ ସାଙ୍ଗରେ ଅଛୁ। ଆତଙ୍କବାଦ କେତେ ଦିନ ସହିବୁ ଆମେ? 75 ବର୍ଷ ହୋଇଗଲା। ସେନାବାହିନୀର ଲୋକ ଶହୀଦ ହେଉଛନ୍ତି, ସାଧାରଣ ଲୋକ ଶହୀଦ ହେଉଛନ୍ତି। ଆପଣଙ୍କର ଯେଉଁ ମୁମ୍ବାଇରେ ଯେଉଁ ଆକ୍ରମଣ କଲେ 163 ଜଣ ଶହୀଦ ହୋଇଗଲେ। ସେ ଭିତରୁ ମୁମ୍ବାଇର ପୁଲିସ କମିଶନର ମଧ୍ୟ ଶହୀଦ ହୋଇଗଲେ। ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିଥିଲେ ଆଉ 10 ସେକେଣ୍ଡର ଏପଟ ସେପଟ ହୋଇଥିଲେ ପୁରା ପାର୍ଲାମେଣ୍ଟଟା ଧ୍ୱଂସ ହୋଇଥାନ୍ତା। କେତେ ଦିନ ସହିବୁ? ପୁରା ଭାରତବର୍ଷର ମତ ଯେ ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବା କଥା ଏବଂ ଆତଙ୍କବାଦକୁ ସବୁଦିନ ପାଇଁ ସମାଧି ଦେବା କଥା।